ଜୟ ଗୁରୁ। ଗହନ କଥା ନାରାୟଣ ମିଶ୍ର ଚ୍ୟାନେଲର ଆଉ ଗୋଟିଏ ନୂତନ ଅଧ୍ୟାୟ, ଯାହାର ନାଁ ହେଉଛି ନାଟର ଗୋବର୍ଦ୍ଧନ। ଏହି ଅଧ୍ୟାୟଟିକୁ ଶୁଣିବା ପାଇଁ ମୁଁ ସ୍ୱାଗତ କରୁଛି ବିଜ୍ଞ ଶ୍ରୋତା ଏବଂ ଦର୍ଶକମାନଙ୍କୁ। ନାଟ ତ ସବୁଠି ଚାଲିଛି, କିନ୍ତୁ ନାଟର ଗୋବର୍ଦ୍ଧନକୁ ଚିହ୍ନିବା ଭାରି କଷ୍ଟକର। ଭଲ କଥାରେ ଗୋବର୍ଦ୍ଧନ ନାଁ ଯୋଡ଼ାଯାଏନି। ଅସଲ ଗଣ୍ଠି କଥାଟିକୁ ଯାହା ଯୋଗୁଁ ଗଣ୍ଡଗୋଳଟି ଆରମ୍ଭ ହୁଏ, ତାକୁ ହିଁ ନାଟର ଗୋବର୍ଦ୍ଧନ କୁହାଯାଏ। ସିଏ ବାସ୍ତବ ସୂତ୍ରଧର, ଯେମିତି ରାମାୟଣରେ ମନ୍ଥରା, ମହାଭାରତରେ ଶକୁନି। ଏବେକା ପିଲାଏ ତାକୁ ଖଳନାୟକ କହୁଛନ୍ତି, ଭିଲାଇନ୍। କିନ୍ତୁ ଅନ୍ୟ କିଛି ନାମ ନ ନେଇ ଗୋବର୍ଦ୍ଧନ କାହିଁକି ହେଲା, ସେ ବିଷୟରେ କିଛି ପ୍ରମାଣ ନଥିବାରୁ ବା କୌଣସି ତତ୍ତ୍ୱ, ପ୍ରାମାଣିକ ତତ୍ତ୍ୱ ବା ଇତିହାସ ନଥିବାରୁ ଗୋବର୍ଦ୍ଧନ ନାମଧାରୀ ବ୍ୟକ୍ତିମାନେ ଏ ବିଷୟଟିକୁ ତାଙ୍କ ବିଷୟରେ କୁହାହେଉଛି ବୋଲି ଭାବିବା ନିରର୍ଥକ। ଏଇଟା କୌଣସି ଗୋବର୍ଦ୍ଧନ ନାମଧାରୀ ବ୍ୟକ୍ତିଙ୍କ ବିଷୟରେ କୁହାଯାଉନି। ନାଟର ଗୋବର୍ଦ୍ଧନ ଅର୍ଥ ଯିଏ ଗଣ୍ଡଗୋଳଟି ସୃଷ୍ଟି କରିଛି, ନାଟ ଯିଏ ଲଗେଇଛି, ଯାହା ଯୋଗୁଁ ନାଟ ଚାଲିଲା, ତାକୁ ଆମେ କହୁ ନାଟର ଗୋବର୍ଦ୍ଧନ। ଅନ୍ୟ ତିନିଟା ଯୁଗରେ ଜଣେ ଅଧେ ଗୋବର୍ଦ୍ଧନ ଥିଲେ ବି ଏବେ ଘରେ, ବାହାରେ, ଅଫିସରେ, ବସ୍ ବା ଟ୍ରେନରେ, ଏପରିକି ଖେଳ ପଡ଼ିଆମାନଙ୍କରେ ମଧ୍ୟ ଗୋବର୍ଦ୍ଧନ ମାନେ ହାଉଯାଉ ହେଉଛନ୍ତି। ତାଙ୍କ ସଂଖ୍ୟା ବହୁତ ବଢ଼ିଗଲାଣି। ତେଣୁ 32ଟି ଦାନ୍ତ ମଝିରେ ଏକୁଟିଆ ଜୀଭର ଯେଉଁ ଶୋଚନୀୟ ଅବସ୍ଥା, ଠିକ୍ ସେହିଭଳି ନାଟର ଗୋବର୍ଦ୍ଧନମାନଙ୍କ ସଂଖ୍ୟା ବୃଦ୍ଧିରେ ଆମ ଭଳି ଅଧମମାନଙ୍କର ଚଳିବା ଯେ କେତେ କଷ୍ଟକର, ଏକଥା ନିଜେ ଅନୁଭବ ନ କଲେ ଜାଣି ହେବନି। ଯେଉଁଠି 3-4 ଜଣ ଏକାଠି ଭାଇ ଥିବେ, ଏକାଧିକ ଭାଇ, 2 ହୁଅନ୍ତୁ, 3 ହୁଅନ୍ତୁ, 4 ହୁଅନ୍ତୁ, ଜଣଙ୍କର ସ୍ତ୍ରୀ ହଠାତ୍ ଦିନେ ନିଷ୍ପତ୍ତି ନେବ ଯେ ମୁଁ ଗୋବର୍ଦ୍ଧନ ହେବି, ନାଟର ଗୋବର୍ଦ୍ଧନ ସାଜିବି। ସେ ନିଜ ହଇଓ ଶୁଣୁଛ ବ୍ୟକ୍ତିଟିକି ମଜଗୁଲିଆ ବେଳ ଦେଖି ତା କାନରେ ମନ୍ତ୍ର ଫୁଙ୍କି ତାକୁ ଅକ୍ତିଆର କରିଦିଏ। ତାପରେ ଆରମ୍ଭ ହୁଏ ନାଟକର ବିଭିନ୍ନ ଦୃଶ୍ୟ, ଗୋଟିକ ପରେ ଗୋଟିଏ। ପରିବାର ପ୍ରତି ଦାନ ଥିବା ଭାଇମାନେ ଅନୁତାପ କରିବା ଆରମ୍ଭ କରନ୍ତି। ସେଇ ଭାଇଟିର ସ୍ତ୍ରୀ ଯାହା କଥାରେ ଭାଇଟି ନାଚିଲା, ଯାହା କଥାରେ ନାଟର ଗୋବର୍ଦ୍ଧନଟିଏ ସୃଷ୍ଟି ହେଲା, ସେଇ ଭାଇଟି ଅନ୍ୟ ଭାଇମାନଙ୍କୁ ଆଦୌ ପଚାରେ ନାହିଁ। ଏବଂ କିଳାଟା କେତେ ମୁନିଆ ହେଲେ ଭାଇମାନେ ଦୂରେଇ ଯିବେ, ସବୁ ଭାଇକି ବାଧିବ, ସେ କଥା ତା ସ୍ତ୍ରୀ ତାକୁ ଶିଖେଇ ଦିଏ। ପରିବାର ପ୍ରତି ଦାନ ଥିବା ଲୋକମାନେ, ଭାଇମାନେ ଅନୁତାପ କରନ୍ତି। ଭାଇମାନଙ୍କ ପିଲାମାନେ ରାସ୍ତାରେ ଛିଣ୍ଡା ପିନ୍ଧିଲେ ବି, ମାଗି ଖାଇଲେ ବି ଏ ଭାଇଟିର ଅନୁଶୋଚନା ନଥାଏ, ଯିଏ ନାଟର ଗୋବର୍ଦ୍ଧନ ହେଇଛି। ଅନ୍ୟର ସୁପରଫାଇନ୍ ଧଳା ସାର୍ଟରେ ପଛପଟୁ ଫାଉଣ୍ଟେନ୍ କଲମ କାଳି ଯିଏ ପକେଇ ଦିଏ ଏବଂ ଧରା ପଡ଼େନି, ତାକୁ ଆମେ କହୁ ନାଟର ଗୋବର୍ଦ୍ଧନ। ସେ ଉଲ୍ଲସିତ ହୁଏ ଯେ ମୁଁ ତା ଧଳା ସାର୍ଟରେ ପଛପଟେ କଲମଟିକି ଛିଚାଡ଼ି କାଳି ପକାଇ ଦେଇଛି। ଯୁଗର ନୀତି ଅନୁସାରେ ଅନ୍ୟମାନଙ୍କୁ ତଳିତଳାନ୍ତ କଲେ ଏଇ ଯେଉଁ ନାଟର ଗୋବର୍ଦ୍ଧନର ଅଭୂତପୂର୍ବ ଉନ୍ନତି ହୁଏ। ଏଇଟା ବି ଗୋଟେ ସାଧାରଣ ଜିନିଷ। ଅନ୍ୟ ଭାଇମାନେ ମଲା ପରେ ବି ସେ ଭାଇଟି ମରେ। ସମସ୍ତେ ମଲା ପରେ ସେ ମରେ। ତାର ଆୟୁଷ ବହୁତ ଅଧିକ ହେଇଯାଏ ଏ କଳି ଯୁଗରେ। ଏବଂ ସିଏ ମରିବାର କିଛି ଦିନ ପରେ ଯାଇ ସେ ଗୋବର୍ଦ୍ଧନିଆର ସ୍ତ୍ରୀଟି ମରେ। ଗୋବର୍ଦ୍ଧନ ଆଗ ମରେ, ସବୁ ଭାଇ ମଲା ପରେ ସେ ମରେ ଏବଂ ତା ସ୍ତ୍ରୀ ତାପରେ ମରେ। ଯମଦେବତା ବୋଧହୁଏ ଏ ଚରିତ୍ରଟିକୁ ନେବେ କି ନ ନେବେ, ଏବଂ ନେଲେ ଯମପୁରରେ କ'ଣ ଅବସ୍ଥା ହେବ, ଏଇ କଥା ଭାବି ଭାବି ବୋଧେ ତାଙ୍କ କାର୍ଯ୍ୟ ବିଳମ୍ବ କରନ୍ତି। କାରଣ ଯିଏ ନାଟର ଗୋବର୍ଦ୍ଧନ ସଂସାରରେ ହେଇଛି, ଏ ମର୍ତ୍ତ୍ୟ ସଂସାରରେ ଯିଏ ନାଟର ଗୋବର୍ଦ୍ଧନ ହେଇଛି, ତାକୁ ନେବାକୁ ଯମରାଜ ଡେରି କରନ୍ତି ଯେ କାଳେ ସିଏ ପୁଣି ତାର ଆତ୍ମା ଆସି ଏଠି ପୁଣି ନାଟର ଗୋବର୍ଦ୍ଧନ ହେବନି ତ। ତେଣୁ ସାଧାରଣ ଭାବେ ଯେଉଁମାନେ ଅନ୍ୟର କ୍ଷତି କରନ୍ତି, ଯେଉଁମାନେ କଳିତକଡ଼ା ଲଗାନ୍ତି, ଯେଉଁମାନେ ଶାନ୍ତିରେ ଅଶାନ୍ତି ସୃଷ୍ଟି କରନ୍ତି, ପର ଘରେ ଯେଉଁମାନେ ନିଆଁ ଲଗାନ୍ତି, ସେମାନଙ୍କର ଆୟୁଷ ଅଧିକ ହୁଏ।
ଏବଂ ତାଙ୍କ ସ୍ତ୍ରୀମାନଙ୍କର ଆୟୁଷ ତାଙ୍କଠାରୁ ଅଧିକ ହୁଏ। ଗାଁ ଲୋକମାନଙ୍କୁ ଜୀବନ ସାରା ହଇରାଣ କରୁଥିବା ଗୋବର୍ଦ୍ଧନଟି ମଲା ପୂର୍ବରୁ ତା'ର ଶେଷ ଇଚ୍ଛା ପ୍ରକାଶ କଲା ଯେ ଗାଁ ଲୋକଙ୍କୁ ବହୁତ ହଇରାଣ କରିଛି, ତେଣୁ ପାଖ ଯେଉଁ ଗାଁ ମୁଣ୍ଡରେ ଗୋଟେ ମୁନିଆ କିଳା ପୋତିବ ତା ପୁଅମାନଙ୍କୁ ସେ କହିଲା, ଏବଂ ସେଇଥିରେ ମୋ ଶବଟିକି ଶୁଳି ଦେଇଦେବ, ଆଉ ପୋଡ଼ିବନି। ଏକଥା ପ୍ରଚାର ହୋଇଗଲା ଯେ ଲୋକଟି କହୁଛି ଯିଏ ସମସ୍ତଙ୍କୁ ହଇରାଣ କରୁଥିଲା, ଗାଁଟା ସାରା ଯିଏ ହଇରାଣ କରୁଥିଲା, ସେ ଯାହା ହଉ ମଲା ପୂର୍ବରୁ ଚେତିଲା। ସେ କହିଛି ମୁଁ ମଲା ପରେ ମୋର ଶେଷ ସମୟ ଆସିଗଲା, ମୋ ଶବଟିକି ନେଇ ଗାଁର ସେ ଗୋଟେ ମୁଣ୍ଡରେ ଗୋଟେ ମୁନିଆ କିଳା ପୋତି ସେଥିରେ ବସେଇଦେବ, ଯେ ଲୋକମାନେ ଯାଆନ୍ତୁ ଜାଣନ୍ତୁ ଯେ ଦୁଷ୍କର୍ମର ଫଳ କେତେ ଭୟାନକ। ଲୋକ ଭାବିଲେ ଯାହା ହଉ ମରିବା ପୂର୍ବରୁ ହେଲେ ଚେତିଲା, ବଦଳିତ କଲା, ଅନୁତାପ କଲା, କାନ୍ଦିଲା, ନିଜକୁ ଶୁଳି ଖୁଣ୍ଟିରେ ବସିବା ପାଇଁ କହିଲା। ତେଣୁ ଲୋକମାନେ ଭାରି ଖୁସି ହେଲେ, ତା'ର ସମସ୍ତ ଅପକର୍ମକୁ ଭୁଲିଯିବା ପାଇଁ ଚେଷ୍ଟା କଲେ। କିନ୍ତୁ ଗାଁ ଲୋକେ ତା'ର ଶେଷ ଇଚ୍ଛା ଯେତେବେଳେ ପୂରଣ କରିସାରିଲେ, ସେ ତା'ର ପିଲାମାନଙ୍କୁ କହିଛି ଯେ ଯେମିତି ସେମାନେ ଶୁଳିରେ ବସେଇବେ ତୁ ଯାଇ ଥାନାରେ ଗୋଟେ କେସ୍ ଦେଇଦେବୁ। ତା ପୁଅକୁ କହିଛି, ପୁଅମାନଙ୍କୁ, ଯେ ପୁଅଟି ତା'ର ଥାନାରେ ଗଲା, ଗୋଟେ କେସ୍ ଦେଲା ଯେ ମୋ ବାପାଙ୍କୁ ଗାଁ ଲୋକେ ମାରି ଗାଁ ମୁଣ୍ଡର ଶେଷରେ ଗୋଟେ କିଳାରେ ଗୋଟେ କିଳା ଧିରେ ବସେଇଛନ୍ତି, ଆମକୁ ପୋଡ଼ିବାକୁ ଦେଉନାହାନ୍ତି। ଏଇ ଅଭିଯୋଗ ପରେ ଥାନାବାଲା ଆସିଲେ, ଦେଖିଲେ ପୁଅମାନେ ଯାହା କହୁଛନ୍ତି ସତ, ଏବଂ ଗାଁଟାକ ଲୋକକୁ ବାନ୍ଧିନେଲେ। କିଛି ଅନୁସନ୍ଧାନ କଲେ ନାହିଁ, ଦେଖିଲେ ତାଙ୍କ ନିଜ ଆଖିରେ ଦେଖିଲେ ଯେ ସେ ଶୁଳି ଉପରେ ବସିଛି ବା ଗୋଟେ ମୁନିଆ କିଳା ଉପରେ ବସିଛି ତା ଶବଟା। ତେଣୁ ମନେ ରଖିବାକୁ ହେବ ଯେ ନାଟର ଗୋବର୍ଦ୍ଧନକୁ ସ୍ମୃତିପଟରୁ ଦୂରେଇବାକୁ ଚେଷ୍ଟା କରିବା ଅର୍ଥ ଜାତୀୟ ରାଜପଥରେ ତା ବାଟରେ ଯାଉଥିବା ମୁନିଆ କିଳାକୁ ଫୁଲ ଚନ୍ଦନ ଦେଇ ନିମନ୍ତ୍ରଣ କରିବା। ଏ ଲୋକ ମଲା ପରେ ବି କିଛି ନା କିଛି କରିଯାଇଥାଏ, ଯେଉଁଟାକ ଲୋକମାନେ ସାରା ଜୀବନ ତା କଥା ଭାବନ୍ତି, ତା ବିଷୟରେ ଭାବନ୍ତି ଏବଂ ତାକୁ ଛିଚକର କରନ୍ତି। କାରଣ ପ୍ରକୃତି ମଲା ପରେ ବି ଛାଡ଼େନି। ଆମ ପ୍ରତ୍ୟେକ ଜୀବନରେ ବେଳେବେଳେ ମନ ଆମର ଗୋବର୍ଦ୍ଧନ ହେବାକୁ ଚେଷ୍ଟା କରେ। ମନର ତ ଲଗାମ ନାହିଁ। ଆମେ ଅଫିସରେ ଥିଲାବେଳେ ମନ ଆସି ଘରେ ବୁଲୁଥିବ, ଘରେ ବୁଲୁଥିଲା ବେଳେ ଅଫିସରେ କ'ଣ କାମ ଥିଲା ମନ ଯାଇ ସେଠି ଫାଇଲ୍ ପାଖରେ ଥିବ। ତେଣୁ ଏଇ ଯେଉଁ ମନକୁ ନିୟନ୍ତ୍ରଣ କରିପାରିଛନ୍ତି ବୋଲି ଦିଗୁଡ଼ିଆ ମଣିଷ କିଛି କହନ୍ତି, ସେମାନେ ସବୁ ଗାଲୁଆ। ସେମାନେ ସମସ୍ତେ ଗାଲୁଆ। ମନକୁ ନିୟନ୍ତ୍ରଣ ଋଷିମୁନିମାନେ ମଧ୍ୟ କରିପାରିନାହାନ୍ତି। ମନ ଗୋବର୍ଦ୍ଧନ ବେଶ ପିନ୍ଧିବା ପରେ କାହା ଉପରେ ରକ୍ତ ଚାଉଳ ଚୋବାଏ ତ କାହାର ଚୁଟି ଓଟେରେ ଆଣି ଦିବିଧା ଦିଏ। ପ୍ରକୃତରେ ନୁହଁ, ମନୁ ଆମେ ଭାବୁ ଏ ଲୋକଟାର କେମିତି ଆକ୍ସିଡେଣ୍ଟ ହେଇଯାନ୍ତା କି, ଏ ଲୋକଟା କେମିତି ତାକୁ ମାରନ୍ତି କି, ବସି ଏକାଠି ମିଶି ମାରନ୍ତି କି, ଏ ଲୋକଟା ହଠାତ୍ ହାର୍ଟ ଆଟାକ୍ ହେଇଯାନ୍ତା କି। ତେଣୁ ଏଇ ଯେଉଁ ଚିନ୍ତାଧାରାଟା, ଏଇ ଚିନ୍ତାଧାରା ଥିବା ମନଟା ହେଉଛି ନାଟର ଗୋବର୍ଦ୍ଧନ। ଏସବୁ କାର୍ଯ୍ୟ ମନେ ମନେ ହୁଏ, ବାସ୍ତବରେ ହୁଏ ନାହିଁ। ଯିଏ ମନେ ମନେ ଗୋବର୍ଦ୍ଧନିଆ କାର୍ଯ୍ୟ କରେ ସେ ସ୍ୱପ୍ନରେ ବି ବେଳେବେଳେ ଦାଉ ସାଧେ। ଯିଏ ସବୁବେଳେ ଭାବୁଥିବ ଯେ ଅନ୍ୟର କେମିତି ନଷ୍ଟ ହେଉ, ତା ପିଲା କେମିତି ଫେଲ୍ ହେଇଯାଆନ୍ତୁ, ସେ କେମିତି ଆକ୍ସିଡେଣ୍ଟରେ ମରିଯାଉ, ସେ କେମିତି ଖଣ୍ଡିଆ ଖାବରା ହେଇଯାଉ, ତା ଛୁଆ ଭଲ ନ ପଢ଼ନ୍ତୁ, ଏସବୁ ଜିନିଷ ଯିଏ ସବୁବେଳେ ଚିନ୍ତା କରୁଥିବ ସେ ବେଳେବେଳେ ସ୍ୱପ୍ନରେ ବି ଭାବେ ଯେ ଏସବୁ ସତ ହେଇଯାଉଛି। ଆଉ ସ୍ୱପ୍ନରେ କାହାକୁ ମାରିବା ବେଳେ କଥା ଯେତେବେଳେ ଚିନ୍ତା କରେ, ସେତେବେଳେ ସେ ଯେତେବେଳେ ଭାବେ ଯେ ୟାକୁ ଅନ୍ୟ ଲୋକଟାକୁ ଦିବିଧା ଦିଆଯାଉ, ତାକୁ ଦିବିଧା ପାଟି ଦେଉ, ତା ପାଖରେ ଯିଏ ଶୋଇଥିବ ସେ ବି ବେଳେବେଳେ ବିଧା ଚାପଡ଼ା ଖାଇଯାଏ। କାହିଁକିନା ଏ ସ୍ୱପ୍ନରେ ମାରେ, ଏ ତ ପ୍ରକୃତରେ ମାରିପାରେନି। ତେଣୁ ମନଟା ଯେତେବେଳେ ନାଟର ଗୋବର୍ଦ୍ଧନ ହୁଏ, ସେତେବେଳେ ଆମେ ଅନେକ ଅନୈତିକ ଏବଂ ବିକର୍ମ ଚିନ୍ତା କରୁ। ଭଗବାନଙ୍କୁ ଅଶେଷ ଧନ୍ୟବାଦ ଯେ ଏଇଭଳିଆ ମନ ଆମ ସମସ୍ତଙ୍କର ଅଛି, ଯେଉଁଟାକ ଅନ୍ୟର ଖୁସି ସହିପାରେନି ଏବଂ ଅନ୍ୟର କ୍ଷତିରେ ଉଲ୍ଲସିତ ହୁଏ। ଇଏ ମନର କେତେ ଶତକଡ଼ା କେତେ ଭାଗ କାହାର ଅଛି ସେଇଟା ତ ପ୍ରତ୍ୟେକ ବ୍ୟକ୍ତିଙ୍କର ଅଲଗା ଅଲଗା। କିନ୍ତୁ ଏମାନେ ଭାବୁଥାନ୍ତି, ଯେଉଁମାନେ ଅନ୍ୟର କ୍ଷତି ସବୁବେଳେ ଚାହୁଁଥାନ୍ତି, ସେ ଯେତେବେଳେ ଜାଣନ୍ତି ଯେ କ୍ଷତି ନ ହୁଏ, ସେତେବେଳେ ସେ କହନ୍ତି ମୋତେ ଯେ ନ ମାରେ, ମୋତେ ଯେ ମାରଇ ତାକୁ ମୁଁ ନ ମାରେ, ତାକୁ ମାରୁଥାଉ ଆନ, ଦେଖୁଥାଉ ମୋର ଦୁଇ ନୟନ, ଶୁଣୁଥାଉ ମୋର କାନ।
ମାନେ ମୋତେ ଯିଏ ମାରୁଛି ଭଗବାନ କରନ୍ତୁ ତାକୁ ପିଟା ହେଉ, ତା ଘରଦ୍ୱାର ସବୁ ନଷ୍ଟ ହୋଇଯାଉ। ତେଣୁ ମୁଁ ଆକୁ ସବୁ ଯେମିତି ଦେଖେ, ମୋର ଯିଏ କ୍ଷତି କରିଛି ମୁଁ ତା'ର କ୍ଷତିଟାକୁ ଦେଖିବି, ଏଇ ଚିନ୍ତାଧାରା ବି ଗୋଟେ ନାଟର ଗୋବର୍ଦ୍ଧନର ଚିନ୍ତାଧାରା। ଥରେ ଛୁଟି ଦିନରେ ପିଲାମାନେ, ଆମର ଗୋଟେ ପିଲାଦିନର ସାଙ୍ଗ ଓଡ଼ଶ ବାବୁ ତାଙ୍କ ନାଁ, ତାଙ୍କ ଘରକୁ ଯାଇଥାଏ। ବନ୍ଧୁ ଆମର ଏକ ବିଖ୍ୟାତ ଅପେରା ପାର୍ଟିର ନିର୍ଦ୍ଦେଶକ। ପିଲାଦିନେ ମିଳିମିଶି ସ୍କୁଲରେ ଅଭିନୟ କରୁଥିଲୁ। ସିଏ କେଉଁ ପାଠ କରିଛି କେଉଁ ବହିରେ, ମୁଁ କେଉଁ ପାଠ କରିଛି, ଆମେ ଏକାଠି ମିଶି ଅଭିନୟ କରୁଥିଲୁ। ମନେ ଅଛି କି ନା ଜାଣିବାକୁ ରିହର୍ସାଲର ଥରେ ଅପେରାର ଗୋଟେ ଝିଅ ସଙ୍ଗେ ଦୃଶ୍ୟଟିଏ କରାଇବାକୁ ଅନୁରୋଧ କଲା। କହିଲା ତୁ ତ କେତେଥର ପାଠ କରିଛୁ, ମୁଁ ତ ଏବେ ବି ଅପେରାର ନିର୍ଦ୍ଦେଶକ ଅଛି, ମୁଁ ଗୋଟେ ଝିଅକୁ ଡାକୁଛି। ତୁ ଯେତେବେଳେ ସ୍ୱାମୀ ସ୍ତ୍ରୀ ହେଉଥିଲ ଆମ ଗାଁରେ, ତୁ ଛୋଟ ପିଲା ହେଇଥିଲୁ, ସପ୍ତମ ଶ୍ରେଣୀରେ ପଢ଼ୁଥିଲୁ, ସେ ଝିଅଟି ପଞ୍ଚମରେ ପଢ଼ୁଥିଲା, ତୁ ତ ବଢ଼ିଆ ରୋଲ୍ ସ୍ୱାମୀ ସ୍ତ୍ରୀ ରୋଲ୍ କରୁଥିଲୁ। ବର୍ତ୍ତମାନ ମୁଁ ଗୋଟେ ଅପେରାର ଗୋଟେ ଝିଅକୁ ଡାକୁଛି, ତୁ ଟିକେ ଦେଖା କେମିତି ଏଇ ଯେଉଁ ଡାଇଲଗ୍ଟା ମୁଁ କହୁଛି ଏଥିରେ କେମିତି ସ୍ତ୍ରୀକି କୁଣ୍ଢେଇକି ଧରାଯାଏ, ଟିକେ ମୋତେ ଦେଖେଇଦେ। ମୁଁ ଭାବିଲି ସ୍ୱାମୀ ସ୍ତ୍ରୀକୁ କିଭଳି ଖାପଛଡ଼ା ନ ହେଇକରି କୁଣ୍ଡେଇକି ଧରିବ, ତାକୁ ଦେଖେଇବାର କ୍ଷତି କ'ଣ? ମୁଁ କହିଲି ହଁ ଡାକେ, ମୁଁ ଦେଖେଇଦେବି କେମିତି କ'ଣ କରୁଥିଲି। ଆଉ ତାକୁ ନିବିଡ଼ ଭାବରେ ମୁଁ ଧରିଲି। ସେଇ ଅପେରାରେ ପାଠ କରୁଥିବା ଗୋଟେ ଝିଅ ଯାହାକୁ ମୋର ସାଙ୍ଗ ଡାକିଲା, ତାକୁ ମୁଁ ଦେଖେଇଦେଲି ଯେ ସ୍ୱାମୀ ସ୍ତ୍ରୀଙ୍କୁ କିଭଳି ଜାବୁଡ଼ିକିରି ଧରେ। ତାପରେ ମୁଁ ସାଙ୍ଗେ ସାଙ୍ଗେ ପଳେଇ ଆସିଥିଲି ସେଠୁ। ମୁଁ ସେ କଥା ଭୁଲି ଯାଇଛି। ଅନେକ ଦିନ ପରେ ମୁଁ ତ ଥରେ ଆମ ଘରେ ଗୋଟେ ପ୍ରବଳ ଝଡ଼ ସୃଷ୍ଟି ହେଲା। ସ୍ତ୍ରୀ ପୁଅ ଝିଅ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, ତୁମେ ଏତେ ତଳକୁ ଖସିଗଲ କେମିତି? ବାରମ୍ବାର କଥା କ'ଣ ପଚାରିଲା ବେଳକୁ ସେ ମୋ ଝିଅ କହିଲା ପ୍ରଥମେ, ଏଇ ଯେଉଁ ଝିଅଟିକି କୁଣ୍ଢେଇ ଧରିଛ ସେ କିଏ? ମୋର ମନେ ପଡ଼ିଗଲା ବନ୍ଧୁ ଓଡ଼ଶ ମହାପାତ୍ରଙ୍କ କଥା, ଯିଏ ଅପେରାର ନିର୍ଦ୍ଦେଶକ। ସିଏ ହେଉଛନ୍ତି ଏ ଝଡ଼ର ସୂତ୍ରଧର। ଫଟୋଟି ଉଠେଇଛନ୍ତି। ମୁଁ ଯେତେବେଳେ ତାଙ୍କ ପାଠ କରୁଥିବା ଅଭିନୟ ପାଠ କରୁଥିବା ଝିଅକୁ ନିବିଡ଼ ଭାବରେ ଧରିଥିଲି ଏବଂ ସେଇଠିକି ସେ ପଠାଇ ଦେଇଛନ୍ତି ଆମ ଘରକୁ, ଦେଖାଇ ଦେଇଛନ୍ତି। ସେ ହେଉଛନ୍ତି ନାଟର ଗୋବର୍ଦ୍ଧନ। ଫଟୋଟି ଦେଇକରି ମୋ ସ୍ତ୍ରୀକି କହିଯାଇଛନ୍ତି ଭାଇନାକୁ ଜଗି ରଖ, ତାଙ୍କ ପ୍ରକୃତି ଭଲ ନୁହଁ, ଏତକ ବି କହିକି ଯାଇଛନ୍ତି। ତେଣୁ ସେଇ ଯେଉଁ ଗୋବର୍ଦ୍ଧନ ଯିଏ ଆମର ସାଙ୍ଗ ଓଡ଼ଶ ମହାପାତ୍ରେ, ଯିଏ ଅପେରା ନିର୍ଦ୍ଦେଶକ, ସେ ଅପେରା ଆଉ କୁଆଡ଼େ ଗଲାଣି, କେଉଁଠି କ'ଣ କାମ କରୁଛି, ତାଙ୍କର ବି ନମ୍ବର ଫମ୍ବର କିଛି ମୋ ପାଖରେ ନାହିଁ। ମୁଁ ତାଙ୍କୁ ଖୋଜୁଛି, ସେଦିନ ଠାରୁ ଖୋଜୁଛି। ପାଇଲେ ବି କ'ଣ କରିପାରିବି, କିନ୍ତୁ ଖୋଜୁଛି ମନେ ମନେ। ସେ କାହିଁକି ଏଇଟା କଲେ, ଏ କାହିଁକିର ଉତ୍ତର ହେଉଛି ସେ ନାଟର ଗୋବର୍ଦ୍ଧନ। ତେଣୁ ନାଟର ଗୋବର୍ଦ୍ଧନ ହେବାକୁ ଜଣେ ପ୍ରିପେୟାର୍ଡ଼ ହେବା ଦରକାର ନାହିଁ। ଏଇଟା ଗୋଟେ ମାନସିକ ସ୍ଥିତି। ଯିଏ କରୁଥାଏ ସେ କରୁଥାଏ। ଅଶାନ୍ତି ମଧ୍ୟରେ ଶାନ୍ତି ମଧ୍ୟରେ ଅଶାନ୍ତି ସୃଷ୍ଟି କରିବା, ବିନା କାରଣରେ ବଜ୍ରପାତ କରିବା, ଶାନ୍ତିରେ ଚାଲୁଥିବା ଘରେ ନିଆଁ ଲଗାଇବା, ଏସବୁ ତାଙ୍କର ପ୍ରକୃତି। ଆଉ ଯଦି ଜାଣିବା ବି ଆମେ ତାଙ୍କର ପ୍ରକୃତି, ଆମେ ତାଙ୍କର ଏ ପ୍ରକୃତି ବଦଳାଇ ପାରିବା ନାହିଁ। କାରଣ ଶକୁନି ମହାଭାରତ ନାଟକର ଗୋବର୍ଦ୍ଧନ ଜାଣି ମଧ୍ୟ ପାଣ୍ଡବମାନେ, ଶ୍ରୀକୃଷ୍ଣ ବି କ'ଣ ତାର କରିପାରିଲେ? ସେ ଯାହା କରିବା କଥା କରିଗଲା ଏବଂ ପୋଷା ଖେଳ ହେଲା, ପାଣ୍ଡବମାନେ ହାରିଲେ, ବନବାସକୁ ଗଲେ, କି ପ୍ରକାର ଦଣ୍ଡ ଆରମ୍ଭ ହେଲା। ଏସବୁର ଗୋବର୍ଦ୍ଧନ ହେଉଛନ୍ତି ଶକୁନି। ତେଣୁ ଶକୁନିଙ୍କର କିଛି କ୍ଷତି ତତ୍କ୍ଷଣାତ୍ କେହି କିଛି କରିପାରିଲେ କି? ମଲେ ତ ସମସ୍ତେ ମଲେ, ସମସ୍ତ କୌରବ ମଲେ, ଶକୁନି ବି ମଲା। କିନ୍ତୁ ଏଇଭଳି ଜିନିଷ ଯେଉଁ ମନ ଭିତରେ ଆମର ଆସେ, ଅନ୍ୟର କ୍ଷତିଟା, ସେଇଟାକୁ ଆମେ ଯେତେ ଦୂରେଇ ଦେବା, ଆଭଏଡ଼୍ କରିବା, ସେତେ ଭଲ। ଅନ୍ୟର କ୍ଷତି ଚାହିଁଲେ ଆପଣଙ୍କର ସେଇ କ୍ଷତି ନିଶ୍ଚିତ ଭାବେ ଆଜି ନହେଲେ କାଲି ହେବ, ଏଥିରେ ନିଶ୍ଚିତତା ଅଛି। ତେଣୁ ମନ ଭିତରେ ବି ଗୋବର୍ଦ୍ଧନିଆ କାମ ଚିନ୍ତା କରିବା ଅନୁଚିତ। ଆଜି ପାଇଁ ଏତିକି, ନମସ୍କାର।